ଗ୍ରାମୀଣ ନାଟ୍ୟ ଦିବସ ପାଳିତ। କଳା ଓ କଳାକାର ହିତୈଷୀ ମହାମଞ୍ଚ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ସୁହାନୀ କ୍ରିଏସନ୍ ଓ ତିରୁପତି ଓଡ଼ିଆ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଚରଣରେ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଭଜନ ସମାରୋହ ବରିଷ୍ଠ ଉଦ୍ଘୋଷକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ ବିଧିବତ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଦ୍ୱିତୀୟ ଚରଣରେ ମା ମଙ୍ଗଳା ଓ କଳାପାଟ ଲୋକନାଟ୍ୟ ସଂଘ ଦୁଆନପଲ୍ଲୀ ପ୍ରଯୋଜିତ ଲୋକନାଟକ ଲକ୍ଷ୍ମୀ ପୁରାଣ ପରିବେଷଣ କରାଯାଇଥିଲା। ଏହି ଅବସରରେ ନାଟ୍ୟଗୁରୁ ବନଜ କୁମାର ସାହୁ, ପରିଚାଳକ ପୂର୍ଣ୍ଣଚନ୍ଦ୍ର ସାହୁ, ରୂପକାର କାମେଶ୍ୱର ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ଶିଶୁ କଳାକାର ଆଶା, ଓମ୍, ଗଣେଶ, ଅମର, ଖୁସି ଓ ପିଲି ମୋହନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ତୃତୀୟ ଚରଣରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଚମୋହନ ରାଜେନ୍ଦ୍ରପତି ମୁଖ୍ୟ ଅତିଥି, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି, ସାଂସ୍କୃତିକ ଗବେଷକ ଡକ୍ଟର ବାୟମନୁ ଚର୍ଚ୍ଚି ମୁଖ୍ୟ ବକ୍ତା, ସଂସ୍କୃତି ପ୍ରାଣ ବ୍ୟକ୍ତିତ୍ୱ ଇଞ୍ଜିନିୟର ଯାମିନୀକାନ୍ତ ଦାସ ବିଶିଷ୍ଟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଗ୍ରାମୀଣ ନାଟ୍ୟ ଦିବସ ଗ୍ରାମୀଣ କଳାକାରମାନଙ୍କୁ ଯଥେଷ୍ଟ ପ୍ରେରଣାପ୍ରଦ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ କଳାକାର ଗୁରୁ ନବଘନ ପରିଡ଼ା, ଗୁରୁ ରଙ୍କନିଧି ବେହେରା, ଗ୍ରାମୀଣ ନାଟ୍ୟଗୁରୁ ଦୟାନିଧି ପାତ୍ର, କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତର ସାହୁଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ତରଫରୁ ତାଙ୍କରି 65ତମ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ଶୈଳଭାମା ମହାପାତ୍ର, ଆଲୋକ କୁଣ୍ଡୁ, କରୁଣାକର ସେଠୀ, ମାନସୀ ପାତ୍ର, ସଂଗ୍ରାମ ମହାନ୍ତି, ଅଭିଲିପ୍ସା ପାତ୍ର, ସୌମ୍ୟରଞ୍ଜନ ମଲ୍ଲିକ, ସୁଦୀପ ସାହୁ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କଣ୍ଠଶିଳ୍ପୀମାନେ ଡାକ୍ତର ସାହୁଙ୍କ ରଚିତ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ପରିଚାଳନାରେ ଡାକ୍ତର ଏନ୍ ସୁରେଶ ଚୌଧୁରୀ, ୟୁ ପ୍ରେମା, ଏନ୍ ନୀଳକଣ୍ଠ, କୁରା ଗୌଡ଼, ଚାନ୍ଦମାମା ବେହେରା, ସରୋଜକାନ୍ତ ପଣ୍ଡା, ନଳିନୀକାନ୍ତ ଗୌଡ଼, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ପରିଶେଷରେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଚ୍ୟୁତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।